ଆଜିର ଭିଡ଼ିଓରେ ଧର୍ମଶାସ୍ତ୍ରରେ ପ୍ରଭାତ ସ୍ନାନକୁ କେତୋଟି ନାମରେ କୁହାଯାଇଛି। ସାଧାରଣତଃ ସମସ୍ତେ ଦୈନିକ ସ୍ନାନ କରୁଛନ୍ତି ବା ଗାଧଉଛନ୍ତି, କିନ୍ତୁ ଯିଏ ଯେତେବେଳେ ପାଇଲା ସେତେବେଳେ ଗାଧେଇ ପଡ଼ିଲା ନାହିଁ। ଗାଧେଇବାର ଗୋଟେ ସମୟ ଅଛି। କେଉଁ ସମୟରେ ଗାଧେଇଲେ କ'ଣ ହେବ? ଗାଧୁଆ କେତେ ପ୍ରକାରର ରହିଛି ଏହି ଭିଡ଼ିଓରୁ ଜାଣିବା, ତେଣୁ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ। ସ୍ନାନ ହେଉଛି 4 ପ୍ରକାର: ମୁନି ସ୍ନାନ, ଦେବ ସ୍ନାନ, ମାନବ ସ୍ନାନ, ଦାନବ ସ୍ନାନ। 1ରେ ମୁନି ସ୍ନାନ ସକାଳ 4ଟାରୁ 5ଟା ମଧ୍ୟରେ କରାଯାଇଥାଏ। 2 ନମ୍ବର ଦେବ ସ୍ନାନ ସକାଳ 5ଟାରୁ 6ଟା ମଧ୍ୟରେ କରାଯାଇଥାଏ। 3ରେ ମାନବ ସ୍ନାନ ସକାଳ 6ଟାରୁ 8ଟା ମଧ୍ୟରେ କରାଯାଇଥାଏ। 4ରେ ଦାନବ ସ୍ନାନ ସକାଳ 8ଟା ପରେ କରାଯାଇଥାଏ। ମୁନି ସ୍ନାନ ସର୍ବୋତ୍ତମ ସକାଳ 4ଟାରୁ 5ଟା ମଧ୍ୟରେ ଗାଧେଇବାଟା ସବୁଠାରୁ ଉତ୍ତମ। ଦେବସ୍ନାନ ଉତ୍ତମ, ମୁନି ସ୍ନାନ ସର୍ବୋତ୍ତମ, ଦେବସ୍ନାନ ଉତ୍ତମ, ମାନବ ସ୍ନାନ ସ୍ୱାଭାବିକ ଅଟେ। ଦାନବ ସ୍ନାନ ନିଷେଧ ଅଟେ, ମାନେ ସକାଳ 8ଟା ପରେ ଆଉ ଗାଧେଇବା କଥା ନୁହେଁ। ଗାଧେଇବା ଯାହା, ନ ଗାଧେଇବା ସେଇଆ ସହିତ ସମାନ। କୌଣସି ଦିନ ସକାଳ 8ଟା ପରେ ଗାଧେଇବା ଉଚିତ ନୁହେଁ। ମୁନି ସ୍ନାନ କଲେ କ'ଣ ହେବ? ଘରେ ସୁଖ, ଶାନ୍ତି, ସମୃଦ୍ଧତା, ଶିକ୍ଷା, ଶକ୍ତି, ସ୍ୱାସ୍ଥ୍ୟ ଓ ଚେତନା ଯୋଗାଇଥାଏ। ଯଦି ମୁନି ସ୍ନାନ କରିବା, ମୁନି ସ୍ନାନ ହେଉଛି ସର୍ବୋତ୍ତମ। ସକାଳ 4ଟାରୁ 5ଟା ମଧ୍ୟରେ ଯେଉଁମାନେ ଗାଧଉଛନ୍ତି ସେମାନଙ୍କର ଏହିସବୁ ମଙ୍ଗଳ ହେବ। ଦେବସ୍ନାନ ଆପଣଙ୍କ ଜୀବନରେ ଖ୍ୟାତି, ଧନ, ମହିମା, ସୁଖ, ଶାନ୍ତି, ତୃପ୍ତି ପ୍ରଦାନ କରେ ଯଦି ଆମେ ଦେବସ୍ନାନ କରିବା ସକାଳ 5ଟାରୁ 6ଟା। ମାନବ ସ୍ନାନ କାର୍ଯ୍ୟରେ ସଫଳତା, ସୌଭାଗ୍ୟ, ଭଲ କାର୍ଯ୍ୟ, ପରିବାରରେ ଏକତା, ଶୁଭ ଫଳ ପ୍ରଦାନ କରେ। ମାନବ ସ୍ନାନ ହେଉଛି ସ୍ୱାଭାବିକ ସ୍ନାନ, ସାଧାରଣ ସ୍ନାନ, ତେଣୁ ମାନବ ସ୍ନାନ କଲେ ଚଳିବ। ଦାନବ ସ୍ନାନ 8ଟା ପରେ, ସକାଳ 8ଟା ପରେ ଯେଉଁମାନେ ଗାଧଉଛନ୍ତି, ଦାରିଦ୍ର୍ୟତା, କ୍ଷତି, ଦୁଃଖ, ଅର୍ଥ ହରାଇଥାଏ, ବିଭିନ୍ନ ଅସୁବିଧା କରାଇଥାଏ। ତେଣୁ ଦାନବ ସ୍ନାନ କରିବା କଥା ନୁହେଁ। ପୂର୍ବେ ଏହି କାରଣରୁ ସମସ୍ତେ ସୂର୍ଯ୍ୟୋଦୟ ପୂର୍ବରୁ ଗାଧଉଥିଲେ। ବିଶେଷ କରି ଯିଏ ଘରର ମହିଳା ଜଣକ ମାତା ରୂପରେ, ପତ୍ନୀ, ଭଉଣୀ ରୂପରେ ଏହା ଆସିଛନ୍ତି, ଅଗାଧୁଆ ରୋଷେଇ ଘରେ ପ୍ରବେଶ କଲେ କିମ୍ବା ରାତ୍ରିର ଅଇଁଠା ବାସନ ନ ଧୋଇ ସକାଳେ ଧୋଇଲେ ଘରୁ ଲକ୍ଷ୍ମୀ ଛାଡ଼ିଯାଆନ୍ତି। ତେଣୁ ଗୃହିଣୀମାନେ ସୂର୍ଯ୍ୟ ଉଦୟ ପୂର୍ବରୁ ସ୍ନାନାଦି କର୍ମ ସାରି ରୋଷେଇ ଘରେ ପ୍ରବେଶ କରିବା ଉଚିତ। ପିତାମହ ଭୀଷ୍ମ ଅର୍ଜୁନକୁ 4 ଭୋଜନକୁ ନ ଖାଇବାକୁ କହିଥିଲେ। ସେ 4 ଭୋଜନ କ'ଣ? ପ୍ରଥମ ଭୋଜନ, ଖାଦ୍ୟ ଥାଳି ଯାହାକୁ କେହି ଅତିକ୍ରମ କରିଛନ୍ତି ବା ଖାଦ୍ୟ ଥାଳିକୁ ଡେଇଁଛନ୍ତି, ତାହା ଡ୍ରେନରେ ପଡ଼ିଥିବା ପଙ୍କ ପରି। ତାହେଲେ ଖାଦ୍ୟ ଥାଳିକୁ ଯେ କେହି ଅତିକ୍ରମ କରିଥିବେ ବା ଡେଇଁଥିବେ, ସେ ଖାଦ୍ୟ ଆଉ ଖାଇବା କଥା ନୁହେଁ। ଦ୍ୱିତୀୟ ଭୋଜନ, ଖାଦ୍ୟ ଥାଳି ଯାହାକୁ କେହି ଝୁଣ୍ଟି ପଡ଼େ, ସେ ଖାଦ୍ୟ ଥାଳି ବିଷ୍ଠା ପରି, ତେଣୁ ସେଭଳି ଖାଇବା କଥା ନୁହେଁ। ତୃତୀୟ ଭୋଜନ, ଯେଉଁ ଖାଦ୍ୟରେ କେଶ ପଡ଼ିଥାଏ ତାହା ଦାରିଦ୍ର୍ୟତା ଆଣିଥାଏ।
ଚତୁର୍ଥ ଭୋଜନ, ଯଦି ସ୍ୱାମୀ ଏବଂ ସ୍ତ୍ରୀ ଏକ ଥାଳିରେ ବସି ଖାଦ୍ୟ ଖାଉଛନ୍ତି, ତେବେ ଏହା ମଦ ସହିତ ସମାନ। ତେବେ ଏ ଭିଡ଼ିଓଟି ସମ୍ପୂର୍ଣ୍ଣ ଦେଖନ୍ତୁ ଏବଂ ଏଇଭଳି ସତର୍କ ରହିଲେ ଆପଣଙ୍କର ମଙ୍ଗଳ ହେବ। ଏତିକିରେ ରହିଲି। ଭିଡ଼ିଓଟିକୁ ଲାଇକ୍, ସେୟାର, ସବସ୍କ୍ରାଇବ୍, କମେଣ୍ଟ କରିବାକୁ ଅନୁରୋଧ। ଏତିକିରେ ରହିଲି। ଥ୍ୟାଙ୍କ ୟୁ।